ଏଇଟା ମୋ ବ୍ଲଗ୍ କ୍ୟାରିୟର ହେଉଛି ସବୁଠୁ ବଡ଼ ଇଭେଣ୍ଟ କହିବାକୁ ଗଲେ ଆମର ଫ୍ୟାମିଲି ଭିତରେ। ଆଉ ଏଇଟା ମୋ ବଡ଼ ପିଇସିଙ୍କର ସଂକୀର୍ତ୍ତନ ଅଷ୍ଟପ୍ରହରୀ ଯେଉଁଟା, ସେଇଟା ସବୁ ବର୍ଷ ଏପ୍ରିଲ 1 ତାରିଖ ଦିନ ପଡ଼େ। କାହିଁକିନା ଏଇଟା ବହୁତ ବର୍ଷ ପରେ କାହିଁକି ସୁଟ୍ କରାହେଉଛି, କାହିଁକିନା ସେତେବେଳେ ମୋ ପାଖରେ ଫୋନ୍ ବି ନଥିଲା, କିଛି ବି ନଥିଲା। ତ ଯେତେବେଳେ ମୋ ଚ୍ୟାନେଲ୍ ଷ୍ଟାର୍ଟ ହେଲା ସେତେବେଳେ ମୁଁ ଯାଇପାରୁନଥିଲି, ଟିକେ ମୁଁ ଦୂରରେ ଥିଲି। ତ ସେଥିପାଇଁ ମୁଁ ପ୍ରଥମ ଥର ଆଟେଣ୍ଡ କରୁଛି ୱିଥ୍ ବ୍ଲଗ୍ ଚ୍ୟାନେଲ୍। ଆଉ ବହୁତ ଏନ୍ଜୟ କରନ୍ତୁ କୀର୍ତ୍ତନ। ଇଏ ହେଉଛନ୍ତି ମୋର ପିଇସା ପିଇସି। ଦେଖନ୍ତୁ ଏତେ ବଡ଼ କୀର୍ତ୍ତନ କରୁଛନ୍ତି କିନ୍ତୁ ତଥାପି ସେ ଆଳୁ ଧରୁଛନ୍ତି, ଆଳୁ ଦେଖୁଛନ୍ତି କେଉଁଠି ଆଳୁ ପଡ଼ିଗଲା କି ନାହିଁ। ସେ ହେଉଛନ୍ତି କୀର୍ତ୍ତନର କର୍ତ୍ତା। ଆଉ ସମସ୍ତେ ବ୍ୟସ୍ତ ରହିଛନ୍ତି। ଇଏ ହେଉଛନ୍ତି ମୋ ବାବା। ଆଉ ଗରମ ଏତେ ହେଉଛି ଯେ ମୋ ବାବାଙ୍କର ମୁଡ୍ ଅଫ୍ ଟିକେ ଅଛି, କାହିଁକିନା ଟିକେ ବାହାରକୁ ବି ଯାଇ ହେଉନି, କାହିଁକିନା କୀର୍ତ୍ତନ ନା। ତ କହିବାକୁ ଗଲେ ଇଏ ହେଉଛନ୍ତି ଆମର ମୋ ଚ୍ୟାନେଲ୍ର ହେଉଛନ୍ତି ଡାଇରେକ୍ଟର। ଆଉ ଇଏ ହେଉଛନ୍ତି ମୋ ପିଇସିଙ୍କ ସାନ ପୁଅ। ସମସ୍ତେ ବ୍ୟସ୍ତ, ଖାଲି ମୋତେ ଛାଡ଼ିଦେଲେ। ମୁଁ ଏକୁଟିଆ ଖାଲି ବ୍ଲଗ୍ ବନାଉଛି, ନହେଲେ ଆଉ ସମସ୍ତେ ହିଁ ବ୍ୟସ୍ତ, କାର୍ଯ୍ୟରତ ହିସାବରେ ଅଛନ୍ତି। ତାପରେ ଏଠି ସମସ୍ତେ, ଏଇଠି ଆମ ଅଜା ହେବେ, ଇଏ ମଣ୍ଡପ ସଜେଇବା ପାଇଁ ସବୁ ଦେବଦାରୁ, ଆମ୍ବଡାଳ, କୁଞ୍ଜ ସବୁ କିଛି ମାନେ ପ୍ରିପାରେସନ୍ ଚାଲିଛି। ମାନେ ସନ୍ଧ୍ୟାବେଳକୁ ଆମର ଷ୍ଟାର୍ଟ ହେବ, ଅଧିବାସ ଷ୍ଟାର୍ଟ ହେବ। ତ ସେଥିପାଇଁ ମାନେ ମଣ୍ଡପ ସଜା ଚାଲିଛି। ଦେଖନ୍ତୁ ମଣ୍ଡପ ସଜେଇବାର ଟିକେ ଝଲକ ଆସିଗଲେଣି, ମାନେ ଡିଜାଇନ୍ ଦେଉଛନ୍ତି। ତାପରେ କହିବାକୁ ଗଲେ ୱାନ୍ ଟାଇପ୍ ଅଫ୍ ଆର୍କିଟେକ୍ଚର। ତାପରେ ଇଏ ହେଉଛି ମୋର ଭଣଜା, ଇଏ ମୋ ଭଉଣୀ। ଇଏ ଆସି ହଠାତ୍ ପହଞ୍ଚିଲା, ମୁଁ ତାକୁ ଆଣିବା ପାଇଁ ଯାଇଥିଲି ବସଷ୍ଟାଣ୍ଡ। ଏତେ ଖରା ଭିତରେ ତଥାପି ଆଙ୍କର କିଛି ହୋ ନାହିଁ ଢୋ ନାହିଁ, ପୁରା ଇଏ କୁଲ୍ ମାଇଣ୍ଡେଡ଼୍ ଅଛନ୍ତି। କିଏ ଖାଇଲେ କିଏ ଗଲେ, ଇଏ ଆଙ୍କର ସବୁବେଳେ ଖେଳିବାରେ ମାତିଛନ୍ତି। ତାପରେ ଅଜା ନାତି ତାଙ୍କର ଖେଳୁଛନ୍ତି। ମଣ୍ଡପ ସଜା ସରି ଆସିଲାଣି। ତାପରେ କମ୍ପ୍ଲିଟଲି ଆମେ ଏନ୍ଜୟ କରିବା ଲାଷ୍ଟ ଆଡ଼କୁ କ'ଣ ହେଲା ନାହିଁ। ଆଉ ବହୁତ ହି ଆମେଜିଂ ସଜା ଚାଲିଛି। ଆଉ ଯେହେତୁ ଏବେକା ଆକର୍ଡିଂ ଟୁ ମଡ଼ର୍ଣ୍ଣିଟି, ତ ପ୍ଲାଷ୍ଟିକ୍ ଫୁଲରେ ବି ସଜା ହେଉଛି। ଆଉ ବହୁତ ହି କମ୍ ଗେଣ୍ଡୁ, ରଜନୀଗନ୍ଧା ଦିଆଯାଉଛି, କିନ୍ତୁ ଏବେ ବେସ୍ ରହୁଛି ଆମର ବେଶୀ ପ୍ଲାଷ୍ଟିକ୍ ଫୁଲ ରହୁଛି। କାହାର କେଉଁ ଚିନ୍ତା ଦେଖନ୍ତୁ, ଇଏ ମାଇଁ ପାଗଳି ଜୁଟିଛନ୍ତି, ସବୁ ତାଙ୍କର ଖେଳିବାରେ ମାତିଛନ୍ତି। ତାପରେ ଦେଖୁନାହାନ୍ତି ଫୁଲ ପକା ଇଏ ପକା। ତାପରେ ଅଧିବାସ ପାଇଁ ଆମେ ଷ୍ଟାର୍ଟ
Hare Krishna, Hare
ତାପରେ ନଗର କୀର୍ତ୍ତନ ଦିନ ତାପର ଦିନ କିଛି ନଥିଲା, ମୁଁ ଅଫିସ୍ ଟିକେ ପଳେଇଥିଲି। ଅଫିସ୍ରୁ ଆସି ପହଞ୍ଚିଲା ବେଳକୁ ହୋଲି ଖେଳ ହେଉଛି କ'ଣ ଏଠି। ତାପରେ ମୁଁ କହିଲି ଛାଡ଼, ତ ପୁରୁଣା ଡ୍ରେସ୍ ଗୋଟେ ପିନ୍ଧିଦେଇ ମୁଁ ପୁରା ମାର୍ଚ୍ଚ 25 ପୁରା ହୋଲି ବନେଇଦେଲି ଆଉ ସମସ୍ତଙ୍କ ଦ୍ୱାରା ଆଗେ ଲଗେଇଦେଲା ପରେ ହୋଲି ଷ୍ଟାର୍ଟ ହେଲା। କାହାକୁ ମୁଁ ଛାଡ଼ିଲିନି, ବାପ ପୁଅ ଭଣଜା ଭାଣିଜି ସମସ୍ତେ ଆମେ ଆମର ହୋଲି ଖେଳିବାରେ ଆମେ ଲାଗିଲୁ। ତାପରେ କୀର୍ତ୍ତନ ହେଉଛି, ତାପରେ ହୋଲି ଖେଳ ବି ଷ୍ଟାର୍ଟ ହେଲା। ତାପରେ ଜବରଦସ୍ତ ଆଉ ସଂକୀର୍ତ୍ତନ ପୁରା ହୋଲି ହେଇଗଲା, କଲରଫୁଲ୍ ହେଇଗଲା। ଦେଖନ୍ତୁ ମାନେ ହୋଲିରେ ବି ମୁଁ ଏତେ କଲରଫୁଲ୍ ହେଇନଥିଲି। କ'ଣ ମାରୁଛନ୍ତି ଦେହରେ ଆଣିକି, ଅଳତା ମାରୁଛନ୍ତି କି ଅଭିର ମାରୁଛନ୍ତି ମୁଁ ବି ଜାଣିପାରୁନି। ତାପରେ ସଂକୀର୍ତ୍ତନ ସରିଲା ପରେ ତାପରେ ଏବେ ଭଗବାନ ଏବେ ମା କୋଳକୁ ଫେରି ଆସିବେ। ନଗର ଭ୍ରମଣ ଯାଇଥିଲେ, ତାପରେ ଏବେ ଫେରି ଆସିଲେ ଅନ୍ତିମ ପର୍ଯ୍ୟାୟ। ଭଗବାନ ଏବେ ମା କୋଳକୁ ଫେରିଲେ, ସରଲବଣୀ ଖାଇବେ, ଏବେ ବିଶ୍ରାମ କରିବେ। ଆଉ ଆପଣ ଯଦି ମୋ ସହିତ ଯୋଡ଼ିକି ରହିବେ ମୋ ଚ୍ୟାନେଲ୍ ସହିତ, ଫେର୍ ନେକ୍ସଟ ଇୟର୍ ଏପ୍ରିଲ 1 ତାରିଖ ଦିନ ଫେର୍ ଆଉ ଥରେ ବ୍ଲଗ୍ ହେବ ଅଷ୍ଟପ୍ରହରୀ। ଥ୍ୟାଙ୍କ ୟୁ ସୋ ମଚ୍ ଫର୍ ୱାଚିଂ।